ଏହି ଦେଶରେ ଏମିତି କିଛି ଲୋକ ଥିଲେ 2014 ପୂର୍ବରୁ କହୁଥିଲେ କି ନରେନ୍ଦ୍ର ମୋଦି ଏ ଦେଶରେ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେନି। କିନ୍ତୁ କେବେ ଆପଣ କଳ୍ପନା କରିଛନ୍ତି କି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ 237 ବର୍ଷ ପୂର୍ବରୁ ଭବିଷ୍ୟତବାଣୀ ହୋଇସାରିଛି। କିନ୍ତୁ ସେତେବେଳେ ତ ନରେନ୍ଦ୍ର ମୋଦି ତ ଜନ୍ମ ହିଁ ହୋଇନଥିଲେ, କିନ୍ତୁ ଏମିତି ଜଣେ ଭବିଷ୍ୟ ବକ୍ତା କହିଥିଲେ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ହେବେ 2014 ମସିହା ପରେ ଏବଂ ତାଙ୍କ ସମୟରେ ହିଁ ଭାରତ ବିଶ୍ୱଗୁରୁ ହେବ। ଏକଥା ଆପଣଙ୍କୁ ଥଟ୍ଟା ଲାଗୁଥାଇପାରେ, କିନ୍ତୁ ବନ୍ଧୁଗଣ କଥାଟି ସମ୍ପୂର୍ଣ୍ଣ ସତ ଅଟେ। ଏ ବିଷୟଟି ଆମେ ତଥ୍ୟ ଆଧାରରେ ଆପଣମାନଙ୍କୁ ଆଜି କହିବୁ, ସେଥିପାଇଁ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିବ ତାହେଲେ ଦୟାକରି ଲାଇକ୍ କରିବେ ଏବଂ ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁଗଣ, ଆମେ ଏ ଭବିଷ୍ୟବାଣୀ କଥା ପ୍ରଥମେ ବିଶ୍ୱାସ କରୁନଥିଲୁ, କିନ୍ତୁ ଅନେକ ତଥ୍ୟ ଖୋଜାଖୋଜି କରିବା ପରେ ଆମକୁ ବି ଆଶ୍ଚର୍ଯ୍ୟ ଲାଗିଲା ଯେ 237 ବର୍ଷ ପୂର୍ବରୁ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବେ ଏକଥା କେମିତି ସମ୍ଭବ ଅଟେ। କିନ୍ତୁ ସମ୍ପୂର୍ଣ୍ଣ ବିଷୟଟି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବନ୍ଧୁଗଣ, ତାହେଲେ କିଏ ଏ ବ୍ୟକ୍ତି ଯିଏ 237 ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ ନରେନ୍ଦ୍ର ମୋଦି ଭାରତର ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେବେ? ବନ୍ଧୁଗଣ, ଆପଣ ଏବେ ଯେଉଁ ସ୍କ୍ରିନରେ ଦେଖୁଛନ୍ତି ତାହା 12 ଏପ୍ରିଲ 2014ରେ ନରେନ୍ଦ୍ର ମୋଦି ଏହି ଜାଗାକୁ ଯାଇଥିଲେ ନିଜର ଭବିଷ୍ୟତବାଣୀ ଜାଣିବା ପାଇଁ। ଏ ଭବିଷ୍ୟତବାଣୀ ଲିଖିତ ଆକାରରେ ଲେଖା ହୋଇଛି। ନରେନ୍ଦ୍ର ମୋଦିଜୀ ସେ ସମୟରେ ଲିଖିତ ଆକାରରେ ନିଜର ଭବିଷ୍ୟବାଣୀ ଲେଖିଥିଲେ। ବୋଧହୁଏ ନରେନ୍ଦ୍ର ମୋଦି କେବେ ବିଶ୍ୱାସ କରିନଥିବେ, କିନ୍ତୁ ଯେବେ ପ୍ରଧାନମନ୍ତ୍ରୀ ହେବା ପରେ ଶପଥ ନେଇଥିବେ ଯେଉଁଦିନ, ସେ ନିଶ୍ଚିତ ଏହାକୁ ବିଶ୍ୱାସ କରିଥିବେ। ତାହେଲେ କ'ଣ ଲେଖାଯାଇଛି ଚାଲନ୍ତୁ ପଢ଼ିବା। ବନ୍ଧୁଗଣ, 2014ରେ କେବଳ ଶପଥ ସମାରୋହରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ଆପଣ ଦେଖିଥିବେ, କିନ୍ତୁ ଏ ଭିଡ଼ିଓଟି ଯେଉଁ ଦେଖୁଛନ୍ତି ସ୍କ୍ରିନରେ ସେ 2014 ପୂର୍ବରୁ। ଏହି ବହିରେ 2014 ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଲେଖାଯାଇଛି। ସବୁଠୁ ମଜା କଥା ହେଉଛି ନିଜର ଭବିଷ୍ୟତବାଣୀ କଥା PM ମୋଦି ନିଜ ତୁଣ୍ଡରେ ଜନସାଧାରଣଙ୍କୁ ଏକ ସଭାରେ ଉଦ୍ବୋଧନ ଦେଇ ଜଣାଇଥିଲେ। ଏହି ଚିତ୍ର ରାଜସ୍ଥାନର ଅଟେ। 12 ଏପ୍ରିଲ 2014ରେ ନରେନ୍ଦ୍ର ମୋଦି ରାଜସ୍ଥାନ ଯାଇଥିଲେ। କିଛି ମାସ ଥିଲା ପ୍ରଧାନମନ୍ତ୍ରୀ ହେବାର। PM ମୋଦି ଯେତେବେଳେ ରାଜସ୍ଥାନ ଯାଇଥିଲେ ଏକ ଭାଷଣ ସଭାରେ କହିଥିଲେ ଯେ ରାଜସ୍ଥାନରେ ଅଶୋକ ଗେହଲତ ସରକାର ଏଠି କେବେ ହେବନି। ସେହି ସଭାରେ PM ମୋଦି ନିଜର ଭବିଷ୍ୟତବାଣୀ କଥା ମଧ୍ୟ ଜନସାଧାରଣଙ୍କୁ କହିଥିଲେ। କିନ୍ତୁ ଆମେ ଭିଡ଼ିଓଟା ଦେଖାଇ ପାରୁନୁ କାହିଁକିନା କପିରାଇଟ୍ ଲାଗିବ। ସେହିଭଳି ସେ ସଭାକୁ ଯିବା ପୂର୍ବରୁ ରାଜସ୍ଥାନରେ ମାବଜୀ ମହାରାଜଙ୍କ ପାଖକୁ ଯାଇଥିଲେ। ବନ୍ଧୁଗଣ, ଆମ ଦେଶରେ ଅନେକ ଲୋକ ମାବଜୀ ମହାରାଜଙ୍କ ବିଷୟରେ ଜାଣିନଥିବେ। ଆପଣ ଯଦି ଜାଣିଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତଥାପି ମାବଜୀ ମହାରାଜଙ୍କ ବିଷୟରେ ଆପଣଙ୍କୁ ଟିକେ ଆମେ ଜଣାଇ ଦେଉଛୁ। ମାବଜୀ ମହାରାଜ ରାଜସ୍ଥାନର ଅଟନ୍ତି। 2037 ବର୍ଷ ପୂର୍ବରୁ ସେ ଭବିଷ୍ୟତବାଣୀ କରିଦେଇ ଯାଇଛନ୍ତି। 1786ରେ 72,96,000 ଛନ୍ଦ ଦ୍ୱାରା ସେ 5 ବଡ଼ ଗ୍ରନ୍ଥ ରଚନା କରିଛନ୍ତି। ଏହି ଗ୍ରନ୍ଥକୁ ରାଜସ୍ଥାନୀ ଭାଷାରେ ଚୌପଡ଼ କହନ୍ତି। ଏହି ଗ୍ରନ୍ଥକୁ ମାବଜୀ ମହାରାଜ ନିଜ ହାତରେ ଲେଖିଥିଲେ। ତାଙ୍କ ଭବିଷ୍ୟତବାଣୀ ସବୁ ସତ ହେଉଛି ଆଜିକା ଡେଟ୍ରେ। ଅନେକ ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ସତ ବୋଲି ମାନୁଛନ୍ତି। ମାବଜୀ ମହାରାଜ 237 ବର୍ଷ ପୂର୍ବେ କହିଥିଲେ କି ପବନ ସହିତ କଥାବାର୍ତ୍ତା ହେବା, ଯାହା ଆମେ ଆଜି ମୋବାଇଲରେ କଥା ହେଉଛେ। ଦେଖନ୍ତୁ ଦର୍ଶକ ବନ୍ଧୁ, ଏକଥା କେମିତି ସତ ହେଉଛି। ଏହା ଛଡ଼ା ସେ ମଧ୍ୟ କହିଥିଲେ ବିଜୁଳି ତାର ବହୁଳ ମାତ୍ରାରେ ବ୍ୟବହାର କରାଯିବ ଏବଂ ଗ୍ଲେସିୟର ତରଳିଯିବ। ସତକୁ ସତ ସେୟା ମଧ୍ୟ ହେଉଛି ଏବଂ ପୃଥିବୀ ପୃଷ୍ଠରେ ଭୀଷଣ ଗରମ ହେବ। 237 ବର୍ଷ ପୂର୍ବେ ମାବଜୀ ଏହା କହିସାରିଛନ୍ତି। ମାବଜୀ ମଧ୍ୟ କହିଛନ୍ତି କୃତ୍ରିମ ଉପଗ୍ରହ ଏବଂ ଜାହାଜର ବହୁଳ ମାତ୍ରାରେ ଚାଲିବ ଏବଂ ସେ ତାଙ୍କ ଗ୍ରନ୍ଥରେ ଚିତ୍ର ଆଙ୍କି ମଧ୍ୟ ଦେଇଛନ୍ତି, ଯାହା ଆଜିର କୃତ୍ରିମ ଉପଗ୍ରହ ଏବଂ ଉଡ଼ାଜାହାଜ ଚିତ୍ର ସହିତ ମିଶି ଯାଉଛି। ତାହେଲେ ଚିନ୍ତା କରନ୍ତୁ ବନ୍ଧୁଗଣ, ମାବଜୀଙ୍କ ଭବିଷ୍ୟବାଣୀ
आज 100% सत्य होउची। चलतु आउ किछि भविष्यवाणी विषय कहि रखी दउछु आपण मानकु। मापजी कहितले जहाँ आमे ताकू ओडिया रे आपन को कहूछु, आपण चाहिले गूगल रे जाय सर्च करी पढ़ी पारिबे। मापजी लिखिछंती भारत तार पूर्व एवं पश्चिम देश मानक सहित भल सुसंपर्क रखिबो एवं वाणिज्य कारबार भल हेबो। आपण से समय कथा भावन्तु भारत यूरोप भल संपर्क नथिला। मापजी आउ मध्य कहिसंती बलद मानक उपरे बोझ कमिबो एवं बहुल मात्रा रे यंत्रपाति व्यवहार हेबो। सतुशत दर्शक बंधु आजिका समय रे ट्रैक्टर इत्यादि चलुछि। आउ मध्य भविष्यवाणी करी लिखिछंती कि झियो बहु पाठ पढ़ी चाकरी करिवे, घरे सासु रोषेई करिवे। तत्सहित आउ मध्य लिखिछंती 4 जुग धरी चली आसुथिबा जाति धर्म बंधन आउ किछि रहिबनी एवं भक्ति माध्यम रे सबु समाधान हेबो। जहाँ आपण निजे कहतु ए सब सत्य हेउछि कि नाही। एमती केते कौन लिखिछंती तांकर चौपड़ छंद माध्यम रे। सबठार बड़ कथा हेउछि नरेंद्र मोदी विषय जहाँ लिखिछंती सबु सत्य हेउछि। मापजी आउ मध्य कहिछंती गुजरात राज्य दिने देशर टेक रखिबो, आउ सेही गुजरात रु जणे देशर नेतृत्व नेब। आपण देखुनाहांती कांग्रेस सरकार थाई मध्य बारंबार सेठी बीजेपी जीति आसी। गुजरात मॉडल विषय रे 2000 पूर्व चर्चा हेउतिला, आ आज मध्य चर्चा हेउछि केवल जन व्यक्ति सकाशु से हेउछन नरेंद्र मोदी। आपण चिंता करंतु 237 वर्ष पूर्वे लेखा जाइतबा कथा आज सत्य हेबाकू जाउछि। आपण माने जदि चाहिबे विभिन्न गणमाध्यम एवं गूगल रे जाय सर्च करि परिबे मापजी महाराजंक विषय रे। मापजी एहा मध्य लिखिछंती गुजरात राज्यरू जे देशर नेतृत्व नेब जुग जुग धरी तांको नाम चर्चा हेबो एवं विरोधी किछि उपाय पाइबेनी। केवल से नेतृत्व नेउथिबा लोकंकर ना नहीं तांको विरुद्ध रे याड सेडु गपिबे। एक कथा मापजी तांको बही रे लिखिछंती। जेतेबेले नरेंद्र मोदी मापजी महाराजंकर एही लिखित ग्रंथ पढ़िथिबे निश्चित भावे आश्चर्य प्रकट करथिबे एवं जेतेबेले 2014 पर प्रधानमंत्री हेले से निश्चित भावे विश्वास करथिबे एवं मापजी महाराजंकर अनेक कथा आज मध्य सत हेउछि। अनेक भविष्य वक्ता पृथ्वी रे जन्म नेछिंदी एवं समस्तिंक भली मापजी महाराजंक कथा मध्य सत हेउछि। बंधुगण आपण को कौन लगुछि आमको कमेंट माध्यम रे जणांतु। जदि आमर एही वीडियोटी आपण मानको पसंद आछि ताहले दया कर लाइक करंतु एवं आम चैनल को यदि आपण माने नुवा करि आछन्ते ताहले टिके सब्सक्राइब कर दियंतु। आ कमेंट रे लिखंतु जय श्री राम।